ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ପିପୁଲ୍ସ ଫୋରମ୍ ଦ୍ୱାରା ପରିଚାଳିତ ଝାରସୁଗୁଡ଼ା ହସାମୁରା କଟନାପାଲ୍ଲୀ ସ୍ଥିତ ମିଶନ ଆଶ୍ରାକୁ ଚିକିତ୍ସିତ ହେଉଥିବା ଜଣେ ମାନସିକ ଭିନ୍ନକ୍ଷମ ମହିଳା ବନ୍ଦନା ଉର୍ଫ ମମତା ଦାସ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। 1.5 ବର୍ଷ ତଳେ ମମତାଙ୍କୁ ଝାରସୁଗୁଡ଼ା ସଦର ପୁଲିସ କର୍ମୀଙ୍କ ଦ୍ୱାରା ଉଦ୍ଧାର କରାଯାଇ ମିଶନ ଆଶ୍ରାରେ ଭର୍ତ୍ତି କରାଯାଇଥିଲା। ଅନୁଷ୍ଠାନର କର୍ମଚାରୀମାନଙ୍କ ଦ୍ୱାରା ସେବା ଯତ୍ନ ନିୟମିତ ଔଷଧ ଓ ବିଭିନ୍ନ ପ୍ରକାର କାଉନସେଲିଂ ମାଧ୍ୟମରେ ମମତାଙ୍କର ମାନସିକ ସ୍ଥିତିରେ ସୁଧାର ଆସିଥିଲା। ସୁସ୍ଥ ହେବା ପରେ ନିଜର ଘରର ଠିକଣା ମନେ ପକାଇ ଅନୁଷ୍ଠାନର କର୍ମଚାରୀମାନଙ୍କୁ ଜଣାଇଥିଲେ। ମିଶନ ଆଶ୍ରାର ପରାମର୍ଶଦାତା ମମତାଙ୍କ ଘରର ଠିକଣା ଖୋଜିବାର ପ୍ରୟାସ କରିଥିଲେ। ବହୁତ ଦିନର ଚେଷ୍ଟା ପରେ ମମତାଙ୍କ ଘର ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ବାଲିକଟା ଗ୍ରାମର ବୋଲି ଜଣାପଡ଼ିଥିଲା। ସଠିକ୍ ଠିକଣା ମିଳିବା ପରେ ଅନୁଷ୍ଠାନର ପରାମର୍ଶଦାତାମାନେ ସେଠାକାର ବ୍ୟାଣ୍ଡେଲ ଥାନାକୁ ଯୋଗାଯୋଗ କରିଥିଲେ ଓ ତାଙ୍କ ପରିବାର ଲୋକଙ୍କୁ ମମତାଙ୍କ ବିଷୟରେ ଜଣାଇଥିଲେ। ଆଜି ଗୁରୁବାର ଦିନ ସକାଳେ ମମତାଙ୍କ ସ୍ୱାମୀ ଓ ନଣନ୍ଦ ମିଶନ ଆଶ୍ରାରେ ପହଞ୍ଚି ମମତାଙ୍କୁ ଦେଖି ଅତ୍ୟନ୍ତ ଖୁସି ହୋଇଥିଲେ ଓ ମମତାଙ୍କୁ ଘରକୁ ଫେରାଇ ନେବା ବୋଲି ଇଚ୍ଛା ପ୍ରକାଶ କରିଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ସେ ଦୀର୍ଘ ଦିନ ଧରି ମାନସିକ ରୋଗରେ ପୀଡ଼ିତ ଥିଲେ ଓ ସେଥିପାଇଁ ସେ ଔଷଧ ମଧ୍ୟ ଖାଉଥିଲେ। ମାନସିକ ଭାରସାମ୍ୟ ହରାଇ ଘରୁ କୁଆଡ଼େ ପଳାଇ ଯାଇଥିଲେ। ପିପୁଲ୍ସ ଫୋରମର ଉପସଭାପତି ତଥା ପଶ୍ଚିମାଞ୍ଚଳର ମୁଖ୍ୟ ସଞ୍ଜୟ କୁମାର ଜେଠିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠାନର କର୍ମଚାରୀ ଓ ଅନ୍ତେବାସୀମାନଙ୍କ ଉପସ୍ଥିତିରେ ଏହି ଘର ବାହୁଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଘର ବାହୁଡ଼ା କାର୍ଯ୍ୟକ୍ରମରେ ମିଶନ ଆଶ୍ରାର ଅନ୍ତେବାସୀ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ମମତାଙ୍କ ସ୍ୱାମୀ ଓ ନଣନ୍ଦ ମମତାକୁ ଏତେ ଦିନ ପରେ ଦେଖି ବହୁତ ଖୁସି ଅନୁଭବ କରିଥିଲେ। ମିଶନ ଆଶ୍ରାର ଏହି ପ୍ରୟାସ ସବୁଦିନ ଚାଲୁ ରହିବ ଓ ବର୍ତ୍ତମାନ ମିଶନ ଆଶ୍ରାର 134 ଜଣ ଅନ୍ତେବାସୀ ଅନବରତ ଚିକିତ୍ସିତ ହେବା ସହ ଘରକୁ ଫେରିବା ପାଇଁ ଅପେକ୍ଷାରତ ଅଛନ୍ତି। ମୁଁ କାର୍ଯ୍ୟରତ କାଉନସିଲର ଭାବରେ ଇଏ ହେଉଛନ୍ତି ମମତା ଦାସ, ଯିଏକି ଦୀର୍ଘ 1.5 ବର୍ଷ ପୂର୍ବରୁ ସଦର ଥାନା ଝାରସୁଗୁଡ଼ାର ପୋଲିସଙ୍କ ଦ୍ୱାରା ମିଶନ ଆଶ୍ରା 1ରେ ଆସି ଆଡମିସନ ହୋଇଥିଲେ। ସେତେବେଳେ ତାଙ୍କର ମାନସିକ ସ୍ଥିତି ବହୁତ ଖରାପ ଥିଲା। ସେ ମନେ ମନେ ବହୁତ କଥା ହେଉଥିଲେ। ବିଭିନ୍ନ ପ୍ରକାର ସାଇକୋଲୋଜିକାଲ ଥେରାପି ଏବଂ କାଉନସିଲିଂ କରିବା ଦ୍ୱାରା ମାନସିକ ସ୍ଥିତିରେ ମମତାଙ୍କର ବହୁତ ସୁଧାର ଆସିଲା। ତାପରେ ସେ ନିଜର ଘରର ଆଡ୍ରେସ୍ ଆମକୁ କହିଥିଲେ। ଆଡ୍ରେସ୍ କହିବା ପରେ ଆମର କାଉନସିଲର ମାନଙ୍କ ଦ୍ୱାରା ତାଙ୍କର ୱେଷ୍ଟ ବେଙ୍ଗଲର ବ୍ୟାଣ୍ଡେଲପେପି ପୋଲିସ ଷ୍ଟେସନ ପାଖାପାଖି ବାଲିସିଟା ଗ୍ରାମର ହେଉଛନ୍ତି ସେ ମମତା ଦାସ। ତାଙ୍କ ଘର ଖବର ଆମେ ପାଇପାରିଲୁ। ତାପରେ ଘର ଲୋକ ଏଠାକୁ ଆସି ମମତାଙ୍କୁ ଦେଖା କଲେ ଏବଂ ଆଜି ହେଉଛି ତାଙ୍କ ସଫଳତାର ଦିନ, ଯିଏକି ମମତା ତାଙ୍କ ଘରକୁ ଆଜି ଫେରି ପାରିବେ ଏବଂ ତାଙ୍କ ସାଂସାରିକ ଜୀବନରେ ସେ କେମିତି ଭଲରେ ରହିବେ ସେଇଟା ଆମେ ଭଗବାନଙ୍କ ପାଖରେ ଆଶା କରୁଛୁ।